ଯାଇଥିଲ ନା ବାଉନ କହନି କହନି ମୁଁ ଭୁବନେଶ୍ୱର ଯାଇଥିଲି। ଭୁବନେଶ୍ୱର ହଁ। କାମ ଥିଲା ବୋଧେ? କାମ ମାନେ ଏଇ ରେଲୱେ ମିନିଷ୍ଟର ପାଖକୁ ଯାଇଥିଲି ଆଉ। ରେଲୱେ ମିନିଷ୍ଟର? ହଁ। ତାଙ୍କ ପାଖରେ ତମର କିଛି କାମ ଆରେ ପଡ଼ିବ? କାମ ସେ କଥା କହୁଛି ବାବା, ମୋର କିଛି କାମ ନୁହେଁ। ହଉ। ମୋର କିଛି କାମ ନାହିଁ, ମୁଁ କେବଳ ଯାଇଥିଲି ଜନସାଧାରଣ ମାନଙ୍କ କାମରେ ଆଉ, ବୁଝିଲ। ହଉ। ଆମର ମିନିଷ୍ଟର ପାଖରେ ବି କଥା ହେଲି। ଆଚ୍ଛା ଇଏ କରମଣ୍ଡଳଟା ଛିଡ଼ା ହଉନାହିଁ। ହଁ ମୁଁ ପ୍ରେସର ଦେଇ କହିଲି ଆଜ୍ଞା କରମଣ୍ଡଳଟା କିନ୍ତୁ ଆମ ଷ୍ଟେସନରେ ଛିଡ଼ା କରନ୍ତୁ। ତାପରେ କଥା ବି ହେଲି, ସେ ବି ମତେ ଦେଖିବା କହିଛନ୍ତି, ଚେଷ୍ଟା କରିବା। ଟାଇମ୍ ନେଇଛନ୍ତି, ଚେଷ୍ଟା କରିବା। ଆଚ୍ଛା ସେଠି କାମ ସାରି ଦେଇକି ମୁଁ ଆସିକି ବରମୁଣ୍ଡା ଛକ ପହଞ୍ଚି ଯାଇଛି। ଆମ ବାବୁ ଦେଖା ହେଇଗଲା ଆଉ। ଆଉ ମାନେ ସେ ସାହୁର ବାବୁ? ନାଇଁ ମୋ ସାହୁର ବାବୁ କାହିଁକି ହବ? ଏପଟ ଗାଁ ବାବୁ କି? ଆରେ ନା ବାବା, ବାବୁସାନ ମହାନ୍ତି। ଅର୍ଜୁନ ମହାନ୍ତି ତମେ ଚିହ୍ନିଛ? କି ଆଶ୍ଚର୍ଯ୍ୟ ବାବା, ଆରେ ତାକୁ ମୁଁ କାଖେଇଛି। ବାବୁସାନ ମହାନ୍ତି କି ମୁଁ କାଖେଇଛି। ଛୁଟିଆ ମୂଳ ତାକୁ ଚିହ୍ନିଛ ତମେ? ଆଉ କେରକ? କି ଆରେ ମୁଁ ଯେତେବେଳେ ଏମପିସି ରେ ପାଠ ପଢୁଥିଲି ବାରିପଦାରେ? ବାରିପଦାରେ, ହଉ। ଉତ୍ତମ ଭାଇ ମୁଁ ପୁରା ଗୋଟେ ରୁମ ରେ ରହୁଥିଲେ। ତମ ରୁମମେଟ ଉତ୍ତମ ମହାନ୍ତି? ହଁ ସେଇ ନାଇଁ ତମେ ବାବୁସାନ ଚିହ୍ନିଛ? ଆରେ ଇଏ ପାଠ ପଢା ସରିବା ପରେ ସିଏ ତାର ପଳେଇଲା ହଉଛି ଫିଲ୍ମ ଲାଇନର, ମୁଁ ଏପଟକୁ ପଳେଇ ଆସିଲି ଆଉ। ଲାଇନ ଚେଞ୍ଜ ହେଇଗଲା ଆଉ। ହଁ ଲାଇନ ଚେଞ୍ଜ। ତାପରେ ତାର ମୋର ସେବେଠୁ ଏମିତି ସମ୍ପର୍କ ଯେ ନିବିଡ଼ ସମ୍ପର୍କ? ହଁ ସବୁବେଳେ ଫୋନ ଫାନ ଇଏ। ତା ମଝିରେ ମଝିରେ ମତେ ଘରକୁ ବି ଡକାଇছে। ମୁଁ ଯାଇକି ଘରକୁ ଯାଅ? ହଁ ବୁଲାବୁଲି କରିକି ଆସିକି ତା ଘରେ ରହିକି ଆସେ ସେତେବେଳେ। ଆଚ୍ଛା ସେତେବେଳେ ଯେତେବେଳେ ବାବୁସାନ ଛୋଟ ହେଇଥିଲା ମୁଁ ତ କାଖେଇଛି ନା ଆଉ, କାଖେଇଛି ତାକୁ ନା ଆଉ। ଏଇ 4 ମାସ ଖଣ୍ଡେ ପୂର୍ବରୁ ଇଏ ବାବୁସାନ ମହାନ୍ତିର ପୁଅର ଜନ୍ମଦିନ। ବାବୁସାନ ପୁଅ? ହଁ ମତେ ଫୋନ କରିଦେଲା ଆଉ। ଫୋନ କରିଦେଇକି କହିଲା ମଉସା ଆପଣ ନିହାତି ଆସନ୍ତୁ ଆଉ। ଯାଇଥିଲ? ହଁ ତୋ ମାଉସୀ ସାଙ୍ଗରେ ମୁଁ ଫେର ତୋ ମାଉସୀକି ମୁଁ ଫେର କହିନି। ପୁଣି କ'ଣ କରିବା, ବାବୁ ଫୋନ ମାରିଥିଲା ଆଉ ନିହାତି ଯାଇତେ ହବ। କହିଲା ହଁ ନିହାତି ଯାଇତେ ହବ ଆଉ। ଗଲି ଗୋଟେ ଚେନ୍ ଦେନି। ହଁ ସେଠି ବଡ଼ ବଡ଼ ସବୁ ଲୋକ ଆସୁଛନ୍ତି ନା, ବାଧ୍ୟ ହେଇକି ଗୋଟେ ମୁଁ ଚେନ୍ ଦେନି ଆଉ। 93,742 ଟଙ୍କା ପଡ଼ିଲା ଖାଲି ଚେନ୍ଟା। ଗୋଟେ ଭଲଟା ଦେଇଥିବ, ଦେଖିବେ। ଏଇ ଯେ ଯାଇଥିନି ରହିନି, 7 ଦିନ ରହିକି ଆସିନି। ବାବୁସାନ ମହାନ୍ତି ତା ସୁଟିଂ ବନ୍ଦ କରିଦେଲା। ସୁଟିଂ ଗଲାନି, ସୁଟିଂ ବନ୍ଦ କରିଦେଲା। କହିଲା ମଉସା ମୁଁ ଆପଣଙ୍କ ପାଖରେ ରହିମି, ଆଉ ଆପଣଙ୍କ ପାଖରେ ବସିବେ, କଥା ହବା, ଇଏ ହବା ସିଏ ହବା। ଦୁନିଆର କମି କଲା, ସୁଟିଂ ବନ୍ଦ କରିଦେଲା ଯେ ମତେ। ସବୁବେଳେ ତମେ ମାନେ ସେଇ ବେଳେ ଗୋଟେ ଛାଡିଲନି, ସବୁବେଳେ ସେଇ ଡହରା କଥା। ତମେ ଆମକୁ ବି ପାଇଛ ନା କିଛି, କଣ ତମ ସହିତ କଥା ହବାଟା ସବୁବେଳେ ଡହରା କଥା ଗଲା ନାହିଁ, ସବୁବେଳେ ଡହରା। ଭାଇନା ଭିଡ଼ିଓଟି କେମିତି ଲାଗିଲା ଲାଇକ୍ ନିଶ୍ଚିନ୍ତ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।